ସେହି ମଣିଷ ଉପରେ କେବେ ବିଶ୍ୱାସ କରନ୍ତୁ ନାହିଁ ଯିଏ ଅନ୍ୟର କଥା ଆପଣଙ୍କୁ କୁହେ। ବୁଦ୍ଧି ସମସ୍ତଙ୍କ ପାଖରେ ଅଛି। କେହି ଚାଲାକି କରି ଛଳନା କରିବ କି ନିଜକୁ ସତପଥରେ ରଖିବ ତାହା ବ୍ୟକ୍ତିର ସ୍ୱଭାବ ଏବଂ ସଂସ୍କାର ଉପରେ ନିର୍ଭର ଅଟେ। ଚାଲାକି ତ ଦିନେ ନା ଦିନେ ନିଶ୍ଚୟ ଧରାପଡ଼ିବ, କିନ୍ତୁ ସଚ୍ଚୋଟତା କାଳ କାଳ ଧରି ଚମକିବ। ନିଜ ଆର୍ଥିକ ଅବସ୍ଥା ସର୍ବଦା ଗୁପ୍ତ ରଖିବା ଉଚିତ। ଯଦି ଆପଣଙ୍କ ଆର୍ଥିକ ଅବସ୍ଥା ଠିକ୍ ଥାଏ ତେବେ ଲୋକ ଉଦ୍ଧାର ମାଗିବେ, ଏବଂ ଯଦି ଆର୍ଥିକ ଅବସ୍ଥା ଠିକ୍ ନଥାଏ ତେବେ ଲୋକ ଆପଣଙ୍କୁ ଆଦର ଏବଂ ସମ୍ମାନ କରିବେ ନାହିଁ। ସେଥିପାଇଁ ସୁଖ ଏବଂ ଦୁଃଖ ଉଭୟକୁ ନିଜ ଭିତରେ ରଖିବା ଉଚିତ। ଯଦି ହୃଦୟରେ ଭକ୍ତି ଥାଏ ତେବେ ଆଞ୍ଜୁଳିଏ ଜଳ ମଧ୍ୟ ଗ୍ରହଣୀୟ, ଆଉ ଯଦି ଭକ୍ତିରେ ତ୍ରୁଟି ଥାଏ ତେବେ 56 ଭୋଗ ମଧ୍ୟ ଅର୍ଥହୀନ। ଯଦି ଆପଣ ଭଲ ବାସ୍ ଆପଣ ଭଲ ହୋଇ ରୁହନ୍ତୁ, ତେବେ ନିଜକୁ ଭଲ ବୋଲି ଦେଖେ ହୁଅନ୍ତୁ ନାହିଁ। ଆପଣଙ୍କ ଭଲ ପଣିଆ କେହି ନ ଦେଖିଲେ ମଧ୍ୟ ଉପରେ କେହି ଜଣେ ଆପଣଙ୍କୁ ଦେଖୁଛି। ସମ୍ପର୍କ ଗଢ଼ିବା ଆବଶ୍ୟକ ହୋଇଥାଏ, ମିତ୍ରତା ରଖିବା ମଧ୍ୟ ଏହି ସଂସାର ପାଇଁ ଆବଶ୍ୟକ, କିନ୍ତୁ ତା ସହିତ ଏକୁଟିଆ ରହିବାର କଳା ଆସୁଥିବା ବି ଆବଶ୍ୟକ। ନିଜକୁ ଏପରି ଗଢ଼ନ୍ତୁ, କେହି ଆପଣଙ୍କୁ ଛାଡ଼ି ତ ପାରିବ କିନ୍ତୁ କେବେ ଭୁଲି ପାରିବ ନାହିଁ। ଭଲ ହୃଦୟର ମଣିଷ ହୁଏତ ଏକୁଟିଆ ରହିଯାଇପାରନ୍ତି, କିନ୍ତୁ ଭଗବାନ ସର୍ବଦା ତାଙ୍କ ସହ ବିଦ୍ୟମାନ ରହିଥାନ୍ତି। ମଣିଷକୁ ଜୀବନରେ ସବୁକିଛି ମିଳିଯାଏ, ବାସ୍ ତାକୁ ନିଜର ଦୋଷ ମିଳେନି। ନିଜ ଧନ ବଳ ଯଶ କିମ୍ବା ସାମର୍ଥ୍ୟ ପାଇଁ କେବେ ଅହଙ୍କାର କରିବ ନାହିଁ। ପଥର କେବଳ ନିଜ ଓଜନ ପାଇଁ ପାଣିରେ ବୁଡ଼ିଥାଏ। ଅପ୍ରିୟ ସତ କୁହନ୍ତୁ, କିନ୍ତୁ କଥାରେ ଶୈଳୀ ବି ରଖନ୍ତୁ। ଏହି ମୁହଁରେ ମିଠା ଏବଂ ଖଟା ଉଭୟ ଅଛି। ସତ କିପରି ପରଶିବା ତାହା ନିଜ ବୁଦ୍ଧି ଏବଂ ବିବେକକୁ ପ୍ରଶ୍ନ କରନ୍ତୁ। ଅତୀତକୁ ନେଇ ଚିନ୍ତା କିମ୍ବା ଦୁଃଖ କରିବା ଅପେକ୍ଷା ଅନେକ ଗୁଣ ଭଲ ହେବ ଯଦି ଆମେ ଅତୀତରୁ କିଛି ଶିକ୍ଷା ନେଇ ବର୍ତ୍ତମାନକୁ ସଜାଡ଼ିବାରେ ମନ ଦେବା, ଯାହାଦ୍ୱାରା ଭବିଷ୍ୟତ ମଧ୍ୟ ଆପେ ଆପେ ସଜାଡ଼ି ହୋଇଯିବ। କେବଳ ମନ ହୋଇଥାଏ ଯାହା ବିଚାର କରିଥାଏ କିଏ ଶତ୍ରୁ ହେବ ବା କିଏ ମିତ୍ର ହେବ। ଯଦି ଆମେ ନିଜ ମନକୁ ଶାନ୍ତ ରଖିବା, ସମସ୍ତଙ୍କୁ ସମଦୃଷ୍ଟିଠାରୁ ମଧ୍ୟ ଊର୍ଦ୍ଧ୍ୱରେ ଦେଖିବା, ତେବେ ଆମେ ଜାଣିପାରିବା କିଏ ଆମର କିଏ ଶତ୍ରୁ ଏବଂ କିଏ ପ୍ରକୃତରେ ମିତ୍ର ଅଟନ୍ତି। ନର୍କର 3ଟି ଦ୍ୱାର ଏହି ମର୍ତ୍ତ୍ୟମଣ୍ଡଳରେ ସର୍ବଦା ଥାଏ: ଲୋଭ, କାମନା ଏବଂ କ୍ରୋଧ। ଯଦି ଏଗୁଡ଼ିକରୁ ଆମେ ସମ୍ପୂର୍ଣ୍ଣ ଜୀବନ ନିଜକୁ ପୃଥକ୍ କରିପାରିବା, ବିଶ୍ୱାସ କରନ୍ତୁ, ଜୀବନରେ ସତ୍ୟ, ଧର୍ମ ଏବଂ ବିଶ୍ୱାସର ମାର୍ଗ ସର୍ବଦା ଆପଣଙ୍କ ପାଇଁ ଖୋଲା ରହିବ। ଭଗବାନଙ୍କ ହୃଦୟରେ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିବ। ଯଦି ତୁମେ ସତପଥରେ ଥାଅ, ତୁମକୁ ହରାଇବା ସହଜ ହୋଇଥାଏ, କିନ୍ତୁ ତୁମେ ହାରିବା ପାଇଁ ଡର ନାହିଁ। ସତ୍ୟର ଜୟ ନିଶ୍ଚିତ ହୋଇଥାଏ। ଭଗବାନ ନିଜେ ଏହାର ଶଙ୍ଖନାଦ କରିଥାନ୍ତି। ବାସ୍ ତୁମେ ନିଜ ଉପରୁ ବିଶ୍ୱାସ କେବେ ଉଠାଅ ନାହିଁ। ଭକ୍ତି ଭଗବାନଙ୍କ ନିକଟରେ ରଖନ୍ତୁ ଏବଂ ଏକାଗ୍ରତା କର୍ମ ଉପରେ ରଖନ୍ତୁ। ଆପଣ ସେ ପର୍ଯ୍ୟନ୍ତ ହାରିପାରିବେ ନାହିଁ ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ମନ ହାର ନ ମାନିଛି। ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ତୁମେ ଧର୍ମରେ ଯୁଦ୍ଧ କର। ଅନ୍ୟାୟର ପରାଜୟ ଡେରିରେ ହେବ, କିନ୍ତୁ ନିଶ୍ଚୟ ହେବ, ସମ୍ପୂର୍ଣ୍ଣ ହେବ। ଅତ୍ୟଧିକ ପ୍ରେମ ମଧ୍ୟ ମଣିଷକୁ ବୁଦ୍ଧିହୀନ କରିଦେଇଥାଏ। ଅତୀତ ବିତି ଯାଇଛି, ଭବିଷ୍ୟତ ପ୍ରତୀକ୍ଷାରେ ଅଛି, କେବଳ ବର୍ତ୍ତମାନ ସାଥିରେ ଅଛି। ସମୟ କେବେ ରହିନଥାଏ। ଆଜି ଯଦି ଖରାପ ଚାଲିଛି ତେବେ କାଲି ଅବଶ୍ୟ ଭଲ ହେବ। ଆପଣ କେବଳ ନିଃସ୍ୱାର୍ଥ ଭାବ ରଖି କର୍ମ କରି ଚାଲନ୍ତୁ, କାରଣ କର୍ମ ହିଁ ଏବେ ହାତରେ ଅଛି। ମଣିଷ ଜୀବନରେ ଖୁସିର ସବୁଠାରୁ ବଡ଼ ରହସ୍ୟ ନିଜ ଇଚ୍ଛାକୁ ତ୍ୟାଗ କରିବା ହୋଇଥାଏ। ନିଜକୁ ଶାନ୍ତ ତଥା ନୀରବ ରଖିବା ଏକ ଉତ୍ତମ ସ୍ୱଭାବ ହୋଇଥାଏ, କିନ୍ତୁ ଯେବେ କଥା ଆତ୍ମସମ୍ମାନର ବା ଅନ୍ୟାୟରେ ଆସେ, ସେତେବେଳେ ନୀରବ ରହିବା ଭୀରୁତାର ପରିଚୟ ଦେଇଥାଏ। ଏହା ଏକ କଟୁ ସତ୍ୟ ଅଟେ। ଭଲ ଭାଗ୍ୟର ଲୋକମାନେ ଟିକେ ଦୁଃଖରେ ଭଗବାନଙ୍କୁ ଦୋଷାରୋପ କରିଥାନ୍ତି ଏବଂ ଖରାପ ଭାଗ୍ୟର ଲୋକମାନେ ଟିକେ ଖୁସି ମିଳିଗଲେ ଭଗବାନଙ୍କୁ ସ୍ମରଣ ଏବଂ ଧନ୍ୟବାଦ କରନ୍ତି। କର୍ମଫଳଠାରୁ ବଞ୍ଚିବା ଅସମ୍ଭବ ହୋଇଥାଏ। କର୍ମଫଳ ଏକ ବାଛୁରୀ ପରି ହୋଇଥାଏ, ଯେ ସମଗ୍ର ଗାଈ ଗୋରୁଙ୍କ ମାନଙ୍କ ମଧ୍ୟରୁ ନିଜ ମାଆକୁ ଖୋଜି ନେଇଥାଏ। ମନ ନିର୍ମଳ ଥିଲେ ଗାଡ଼ିଆ ବି ଗଙ୍ଗା। ଯଦି ଆପଣ ମନ ସ୍ୱଚ୍ଛ ଥାଏ ଏବଂ ସୁନ୍ଦର ହୋଇଥାଏ, ତେବେ ଏହି ସମଗ୍ର ସଂସାର ଆପେ ଆପେ ଆଖିକୁ ସୁନ୍ଦର ଦେଖାଯିବ। ଆତ୍ମା ନା ଜନ୍ମ ନେଇଥାଏ, ନାହିଁ ତାର ମୃତ୍ୟୁ ଥାଏ,
ନା ତାକୁ କେହି ଜାଳିପାରିବେ, ନା ହିଁ ତା ଜଳରେ ଓଦା କରାଯାଇପାରେ। ଆତ୍ମା ଅମର ହୋଇଥାଏ, ଅବିନାଶୀ ହୋଇଥାଏ। ଯଦି କେହି ଆପଣଙ୍କୁ ଭଲ ଲାଗୁଥାଏ, ତେବେ ଭଲ ସେ ନୁହେଁ। ଆପଣ ଯାହାକୁ ଦେଖୁଛନ୍ତି ଭଲ ଆପଣଙ୍କ ଦୃଷ୍ଟିକୋଣ ହୋଇଥାଏ, ଯାହା ଭଲ ଦୃଷ୍ଟିରେ ଦେଖିବାର କଳା ରଖିଛନ୍ତି। ମଣିଷ ଜୀବନରେ ଭୁଲ କରିସାରି ଏତେଟା ଦୁଃଖୀ ହୋଇନଥାଏ ଯେତିକି ସେହି ଭୁଲକୁ ଭାବି ଭାବି ହୋଇଥାଏ। ଜୀବନ ବଦଳିବାରେ କେବେ ସମୟ ଲାଗିନଥାଏ ଏବଂ ବେଳେବେଳେ ସମୟ ବଦଳିବାକୁ ପୁରା ଜୀବନ ଲାଗିଯାଏ। ଯେଉଁ ବ୍ୟକ୍ତି ନିଜ କର୍ମଠାରୁ ବିମୁଖ ହୋଇଯାନ୍ତି, ଭଗବାନ ମଧ୍ୟ ତାଙ୍କଠାରୁ ବିମୁଖ ହୋଇଯାନ୍ତି। ଭଲ କାର୍ଯ୍ୟ କରିବା ଜାରି ରଖିଥାନ୍ତୁ। ତେଣିକି କେହି ଆପଣଙ୍କର ପ୍ରଶଂସା କରନ୍ତୁ କି ନିନ୍ଦା, ଆପଣ ଅଣଦେଖା କରନ୍ତୁ। ସାରା ଦୁନିଆ ଶୋଇଥାଏ, ତଥାପି ସୂର୍ଯ୍ୟ ଉଦୟ ହେବାରେ ହେଳା କରନ୍ତି ନାହିଁ। କିଛି ଲୋକ କେବଳ ଦେଖେଇ ହେବା ପାଇଁ ନିଜକୁ ଭଲ ଦେଖାଇଥାନ୍ତି। ସେମାନେ ଭୁଲି ଯାଆନ୍ତି କି ପରମାତ୍ମା ସମସ୍ତଙ୍କ ଭିତରୁ ଏବଂ ବାହାରୁ ଉଭୟ ବର୍ଷରୁ ହିଁ ଜାଣିଥାନ୍ତି। ଅଧିକ ଚିନ୍ତା କରୁଥିବା ଲୋକ ଏହି 5ଟି କଥା ମାନନ୍ତୁ, ଖୁସିରେ ରହିବେ। 1ରେ ନିଜକୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ। 2ରେ ଅତୀତର ଦୁଃଖକୁ ଘଟଣାକୁ ନେଇ ଭୁଲି ଯାଆନ୍ତୁ। 3ରେ ନିଜକୁ ପାରୁ ପର୍ଯ୍ୟନ୍ତ ବ୍ୟସ୍ତ ରଖନ୍ତୁ। 4ରେ ଭବିଷ୍ୟତ ପାଇଁ ଚେଷ୍ଟା କରନ୍ତୁ, ଚିନ୍ତା ନୁହେଁ। 5ରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ନିଜ ଉପରେ ଦୃଢ଼ ବିଶ୍ୱାସ ରଖନ୍ତୁ। ସ୍ୱାର୍ଥର ଚିନ୍ତା ଭୟର ରୋଗ। ଏହି 2ଟି ଯାକ ଆପଣଙ୍କ ଆତ୍ମୀୟ ଶକ୍ତିକୁ ଛିନ୍ନ ଛିନ୍ନ କରିଦେଇପାରେ। କେବଳ ଧନ ଉପାର୍ଜନକୁ ରୋଜଗାର କୁହାଯାଏ। ଅଭିଜ୍ଞତା, ସମ୍ପର୍କ, ପ୍ରେମ, ସମ୍ମାନ ଏବଂ ଶିକ୍ଷା ଏ ସମସ୍ତ ମଧ୍ୟ ଜୀବନରେ ରୋଜଗାର କରିବା ଉଚିତ, ଯାହା ଜୀବନ ଥିବା ବେଳେ ଏବଂ ମୃତ୍ୟୁ ପରେ ମଧ୍ୟ କାମରେ ଆସିବେ। ଯିଏ ଇଚ୍ଛାକୁ ତ୍ୟାଗ କରିଥାଏ, ମୁଁ ଏବଂ ମୋର ଏହି ଭାବନାରୁ ନିଜକୁ ମୁକ୍ତ କରିଦେଇଥାଏ, ତାଙ୍କୁ ଶାନ୍ତି ପ୍ରାପ୍ତ ହୋଇଥାଏ। ତୋର ମୋର, ଛୋଟ ବଡ଼, ନିଜର ପର ଏହି ଭାବନାକୁ ଦୂରେଇ ଦିଅ। ତାପରେ ଦେଖିବ ସମସ୍ତେ ଆପଣଙ୍କର, ଆପଣ ସଭିଙ୍କର। ଗୁରୁ ସିଏ ଶ୍ରେଷ୍ଠ ହୋଇଥାନ୍ତି ଯାହାଙ୍କ ପ୍ରେରଣାରେ କାହାର ଭବିଷ୍ୟତ ବଦଳିଯାଏ ଏବଂ ମିତ୍ର ସିଏ ଶ୍ରେଷ୍ଠ ହୋଇଥାନ୍ତି ଯାହା ସଙ୍ଗତରେ ମିତ୍ରର ଚରିତ୍ର ବଦଳିଯାଏ। କୌଣସି ଗୋଟିଏ କାମରେ ସ୍ଥିର ହୋଇ ରହିପାରନ୍ତି ନାହିଁ, ସେ କେବେ ହେଲେ କୌଣସି ଲକ୍ଷ୍ୟ ହାସଲ କରିପାରନ୍ତି ନାହିଁ। ସତରେ ଆଜିର ଦୁନିଆରେ ମଣିଷକୁ ଚିହ୍ନିବା ବହୁତ କଷ୍ଟ। କାରଣ ଆଜି ଯିଏ ତୁମ ଆଗରେ ତୁମର ପ୍ରଶଂସା କରୁଛି, କାଲି ସେ ପୁଣି ଆଉ କାହା ଆଗରେ ତୁମ ବିଷୟରେ ଖରାପ କଥା କହୁଛି। ଜୀବନର ଗୋଟିଏ କଥା ମନେ ରଖିଥିବ, କି କିଛି ବି କହୁ ନିଜକୁ ଶାନ୍ତ ରଖ। କାରଣ ଖରା ଯେତେ ବି ଟାଣ ହେଉନା କାହିଁକି, ସମୁଦ୍ରକୁ କେବେ ଶୁଖାଇ ପାରେ ନାହିଁ। ଯଦି ଜୀବନରେ କାହା ପାଇଁ କିଛି ଭଲ କରିଛନ୍ତି, ତାହା କେବେ ବ୍ୟର୍ଥ ଯିବ ନାହିଁ। ଯାହା ପାଇଁ କରିଛନ୍ତି ସେ ହୁଏତ ଭୁଲି ଯାଇପାରେ, କିନ୍ତୁ ଈଶ୍ୱର କୁହନ୍ତି କେଉଁ ରାସ୍ତାରେ କାହା ମାଧ୍ୟମରେ ଆପଣଙ୍କ ଭଲ କର୍ମର ମୂଲ୍ୟକୁ ଆପଣଙ୍କୁ ନିଶ୍ଚିତ ଫେରାଇବେ। କେବଳ ସେଇମାନଙ୍କ ଉପରେ ଭରସା କରନ୍ତୁ ଯିଏ ଆପଣଙ୍କ ଭିତରେ ଏହି 3ଟା ଜିନିଷ ଦେଖିପାରୁଥିବ। ହସ ପଛରେ ଥିବା ଦୁଃଖ, ରାଗ ପଛରେ ଥିବା ଭଲ ପାଇବା, ନୀରବ ରହିବା ପଛରେ ଥିବା କାରଣ। ମଣିଷର କର୍ମ ତାକୁ ତାର ପରିଚୟ ଦିଏ। ଯିଏ ଯେମିତି କର୍ମ କରେ ସେ ସେମିତି ଫଳ ପାଇଥାଏ। ତେଣୁ କର୍ମଫଳ ଉପରେ ଆଶା ନ ରଖି ସତ୍ ମାର୍ଗରେ ଚାଲିବା ଶିଖ। ଆମେ ଟିକେ ଟିକେ ଦୁଃଖରେ ଭାଙ୍ଗି ପଡ଼ୁ, କିନ୍ତୁ ଏହା ଭୁଲିଯାଉ ଯେ ସ୍ୱୟଂ ଭଗବାନଙ୍କୁ ମଧ୍ୟ ବନବାସ ଦୁଃଖ ସହିବାକୁ ପଡ଼ିଥିଲା। କାରଣ ଏ ଦୁନିଆରେ ଜନ୍ମ ନେଲେ ଦୁଃଖ ସୁଖ ଉଭୟ ଭୋଗିବାକୁ ପଡ଼ିଥାଏ। ଶ୍ରୀକୃଷ୍ଣ କୁହନ୍ତି, ଦୁନିଆର ସବୁ ଖେଳ ଖେଳି ନେବ, କିନ୍ତୁ ଭୁଲରେ ବି କାହାର ଭାବନା ସହିତ ଖେଳିବ ନାହିଁ। କାହିଁକି ନା ଏହା ହେଉଛି ସେଇ ଦୋଷ ଯାହାକୁ ମୁଁ କେବେ କ୍ଷମା କରିନଥାଏ। ଭଗବାନ ଆଉ ମଣିଷ ମଧ୍ୟରେ ପାର୍ଥକ୍ୟ ଏତିକି ଯେ ଭଗବାନ ମଣିଷ ଚିହ୍ନିବା ଭୁଲ କରନ୍ତି ନାହିଁ, ହେଲେ ମଣିଷକୁ ଚିହ୍ନିବା ପାଇଁ ସବୁବେଳେ ଭୁଲ ହିଁ କରିଥାଏ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ବୋଲି ନିଶ୍ଚୟ ଲେଖନ୍ତୁ। ଜୟ ଶ୍ରୀକୃଷ୍ଣ।